ଆଜିର ଏହି କାର୍ଯ୍ୟକ୍ରମ ବିଛା ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଛି। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ବିଛା ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଚଳିତ ବର୍ଷ 2024ର ଅକ୍ଟୋବର ମାସଟି କିପରି ରହିବା ପାଇଁ ଯାଉଅଛି। ବିଛା ରାଶିର ମାସିକ ରାଶିଫଳ ଉପରେ ଆମେ ଏହି ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା। ବିଛା ରାଶିର ବ୍ୟକ୍ତିବିଶେଷ ମାନଙ୍କର ଏହି ଅକ୍ଟୋବର ମାସଟି କିପରି ରହିବ, କେଉଁ ଶୁଭଫଳ ସେମାନଙ୍କୁ ପ୍ରଦାନ କରିବ ଏବଂ କେଉଁ ଅଶୁଭ ଫଳ ସେମାନଙ୍କୁ ପ୍ରଦାନ କରିବ, ଏହି ସବୁ ବିଷୟରେ ସମ୍ପୂର୍ଣ୍ଣ ରୂପରେ ଆଲୋଚନା କରିବା। ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର, ବେପାର ବାଣିଜ୍ୟ କିପରି ରହିବ ଏହି ଅକ୍ଟୋବର ମାସରେ ତାହା ସମ୍ପର୍କରେ ମଧ୍ୟ ଜାଣିବା। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ସ୍ୱାଗତ ମୋର ଏହି ଚ୍ୟାନେଲକୁ। ଚାଲନ୍ତୁ ସର୍ବପ୍ରଥମେ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ଅକ୍ଟୋବର ମାସ 2024ରେ। ଆପଣଙ୍କର କୁଣ୍ଡଳୀର ପ୍ରଥମ ଭାବଟି ହୋଇଥାଏ ସ୍ୱାସ୍ଥ୍ୟର ଭାବ ବା ଆପଣଙ୍କର ଇମ୍ୟୁନିଟି ସିଷ୍ଟମର ଭାବ ଏବଂ ଆପଣଙ୍କର ପ୍ରଥମ ଭାବର ଅଧିପତି ଯିଏକି ମଙ୍ଗଳ, ସେ ଆପଣଙ୍କର ଅଷ୍ଟମ ଭାବରେ ବିରାଜମାନ ଅଛନ୍ତି। ଆମର ସ୍ୱାସ୍ଥ୍ୟ କେତେବେଳେ ଖରାପ ହୋଇଥାଏ? ଯେତେବେଳେ ଆମର ଇମ୍ୟୁନିଟି ସିଷ୍ଟମ କମଜୋର ହୋଇଥାଏ, ଆମର ସ୍ୱାସ୍ଥ୍ୟର ଭାବ କମଜୋର ହୋଇଥାଏ। ସେହିଭଳି ସମୟରେ ଯାହାଫଳରେ ଆମକୁ ଥଣ୍ଡାଜ୍ୱର ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ। ପେଟଜନିତ ମଧ୍ୟ କେତେଗୁଡ଼ିଏ ସମସ୍ୟା ଆପଣଙ୍କୁ ଦେଖାଦେଇଥାଏ ଏବଂ ଆପଣଙ୍କର ଶରୀରରେ ଆପଣଙ୍କୁ ଅନେକ ପ୍ରକାରର ସମସ୍ୟା ଗୁଡ଼ିକ ମଧ୍ୟ ଦେଖାଦେଇଥାଏ। ଯେତେବେଳେ ଆପଣଙ୍କର ରାଶିର ସ୍ୱାମୀ 6, 8 ଏବଂ 12 ଘରେ ଚଳନ କରିଥାନ୍ତି ଏବଂ ଏହି ମାସରେ ଆପଣଙ୍କର ରାଶିର ସ୍ୱାମୀ ଆପଣଙ୍କର ଅଷ୍ଟମ ଭାବରେ ଚଳନ କରୁଛନ୍ତି। ଆଉ 20 ଅକ୍ଟୋବର ପର୍ଯ୍ୟନ୍ତ ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରେ ବିରାଜମାନ କରିବେ ଏବଂ ଅଷ୍ଟମ ଭାବକୁ କୁଣ୍ଡଳୀରେ ଭଲ ବିଚାର କରାଯାଇନଥାଏ। ଏହି ମାସରେ ବା ଅକ୍ଟୋବର ମାସରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟର ଟିକେ ବିଶେଷ ଧ୍ୟାନ ରଖନ୍ତୁ। ଖାସ୍ କରି 20 ଅକ୍ଟୋବର ପର୍ଯ୍ୟନ୍ତ ଆପଣ ଆପଣଙ୍କର ଶରୀରର ବା ଆପଣଙ୍କ ସ୍ୱାସ୍ଥ୍ୟର ଟିକେ ବିଶେଷ ଧ୍ୟାନ ରଖନ୍ତୁ। 20 ଅକ୍ଟୋବର ପର୍ଯ୍ୟନ୍ତ ଆପଣଙ୍କ ଶରୀରରେ ରକ୍ତ ସମ୍ବନ୍ଧିତ କୌଣସି ସମସ୍ୟା, ଖଣ୍ଡିଆ ଖାବରା, ଆକ୍ସିଡେଣ୍ଟ ଏହିଭଳି କେତେଗୁଡ଼ିଏ ସମସ୍ୟା ସବୁ ଦେଖାଦେଇପାରେ। ଏହା ସହିତ ଆପଣ ଏହି ମାସରେ ଆପଣଙ୍କର ଖାଦ୍ୟପେୟ ଉପରେ ଟିକେ ବିଶେଷ ଧ୍ୟାନ ରଖନ୍ତୁ ଏବଂ ଯାନବାହନ ଚଳାଚଳ କରିବା ସମୟରେ ଟିକେ ଆପଣ ବିଶେଷ ଧ୍ୟାନ ରଖନ୍ତୁ। ତେବେ ଏହିସବୁର ପ୍ରତିକାର କ'ଣ ରହିଛି ଆପଣମାନେ ଏହି ଭିଡ଼ିଓର ଶେଷରେ ଜାଣିବା ପାଇଁ ପାଇବେ। ତେବେ ତା ପୂର୍ବରୁ ଆପଣମାନେ ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ ଏବଂ ଚ୍ୟାନେଲଟିକୁ ଗୋଟିଏ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ। ଏବେ ଚାଲନ୍ତୁ ଜାଣିବା ଆପଣଙ୍କର ଶିକ୍ଷାକ୍ଷେତ୍ର କିପରି ରହିବ ଏହି ଅକ୍ଟୋବର ମାସ 2024ରେ। ଆପଣଙ୍କ କୁଣ୍ଡଳୀର ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ଶିକ୍ଷାକ୍ଷେତ୍ରର ଭାବ। ଏହା ସହିତ ମଧ୍ୟ ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ପ୍ରେମ ସମ୍ପର୍କର ଭାବ, ସନ୍ତାନର ଭାବ। ହେଲେ ଆମେ ବର୍ତ୍ତମାନ ଶିକ୍ଷା କଥା ଆଲୋଚନା କରିବା। ତେବେ ପଞ୍ଚମ ଭାବର ଅଧିପତି ଦେବଗୁରୁ ବୃହସ୍ପତି ହୋଇଥାନ୍ତି, ଯିଏକି ଆପଣଙ୍କ କୁଣ୍ଡଳୀର ବା ଆପଣଙ୍କର ରାଶିଚକ୍ରର ସପ୍ତମ ଭାବରେ ବିରାଜମାନ ଅଛନ୍ତି। ଆଉ ଆପଣଙ୍କର ପଞ୍ଚମ ଭାବରେ ରାହୁ ବିରାଜମାନ ଅଛନ୍ତି। ବନ୍ଧୁଗଣ, ଏଠାରେ ବୃହସ୍ପତିଙ୍କର ସ୍ଥିତି ତ ବହୁତ ଭଲ ଅଛି, କିନ୍ତୁ ଏଠାରେ ରାହୁଦେବ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ଅନେକ ଗୁଡ଼ିଏ ସମସ୍ୟା ଆଣୁଛନ୍ତି। ବହୁତ ଦିନ ଧରି ଆପଣଙ୍କର ପାଠପଢ଼ା କ୍ଷେତ୍ରରେ ଅନେକ ଗୁଡ଼ିଏ ସମସ୍ୟା ସବୁ ଦେଖାଯାଉଛି। କାହିଁକି ନା ରାହୁ ହେଉଛନ୍ତି ଭ୍ରମିତ ଗ୍ରହ। ସେ ଆପଣଙ୍କର ମନକୁ ଭ୍ରମିତ କରିଥାନ୍ତି। କୌଣସି ଅନ୍ୟ ଆଡ଼କୁ ସେ ଆପଣଙ୍କର ମନକୁ ଡାଇଭର୍ଟ କରାଇଥାନ୍ତି ଏବଂ ଏହି ସମୟରେ ଆପଣଙ୍କର ମନ ପାଠପଢ଼ାରେ ଲାଗିନପାରେ। ଆପଣ ବହୁତ ସମୟ ଆଦିରେ ଆପଣଙ୍କର ମନ ପାଠପଢ଼ାରୁ ହଟାଇ ମୋବାଇଲ ଆଦିରେ ଦେଇପାରନ୍ତି। ହଠାତ୍ ଆପଣଙ୍କର ପାଠପଢ଼ାରେ କେତେଗୁଡ଼ିଏ ସମସ୍ୟା ମଧ୍ୟ ଉପୁଜିପାରେ। ଏଥିପ୍ରତି ଆପଣ ଯଦି ପାରିବେ ଟିକେ ବିଶେଷ ଧ୍ୟାନ ଦେବେ। ଏହା କେବଳ ଆପଣଙ୍କର ଏହି ମାସ ପାଇଁ ନୁହଁ, ବରଂ ଆପଣଙ୍କର ଆଗାମୀ 4-5 ମାସ ପର୍ଯ୍ୟନ୍ତ ଏମିତି ସ୍ଥିତି ଦେଖାଯାଉଛି। ଏଥିପାଇଁ ଆପଣ ଉପାୟ ଅବଶ୍ୟ କରନ୍ତୁ ଏବଂ ସେହି ଉପାୟ କ'ଣ ତାହା ଆପଣ ଭିଡ଼ିଓର ଶେଷରେ ଜାଣିବେ। ଏବେ ଚାଲନ୍ତୁ ଜାଣିବା ଆପଣଙ୍କର ପ୍ରେମ ଜୀବନ କିପରି ରହିବ ଏହି ଅକ୍ଟୋବର ମାସ 2024ରେ। ଆପଣଙ୍କ କୁଣ୍ଡଳୀର ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ପ୍ରେମ ଜୀବନର ବା ପ୍ରେମ ସମ୍ପର୍କର ଭାବ, ଶିକ୍ଷାର ଭାବ ଏବଂ ସନ୍ତାନର ଭାବ ଏବଂ ଆପଣଙ୍କର ପଞ୍ଚମ ଭାବର ଅଧିପତି ବୃହସ୍ପତି, ଯିଏକି ବର୍ତ୍ତମାନ ଆପଣଙ୍କର ସପ୍ତମ ଭାବରେ ବିରାଜମାନ କରିଛନ୍ତି। ବନ୍ଧୁଗଣ, ଏଠାରେ ପଞ୍ଚମ ଭାବରେ ଆପଣଙ୍କର ରାହୁ ପ୍ରେମ ଜୀବନରେ ଆପଣଙ୍କର ସମସ୍ୟା ଆଣିପାରେ। ଏଥିପ୍ରତି ଆପଣ ଟିକେ ବିଶେଷ ଧ୍ୟାନ ଦେବେ, ଯାହା ଆପଣଙ୍କ ପ୍ରେମ ଜୀବନରେ ବ୍ରେକଅପ୍ ଆଦି ଆଣିପାରେ ଏବଂ ଆପଣଙ୍କର ମନ ମଧ୍ୟ ବିଚଳିତ ହୋଇପାରେ। ଆପଣଙ୍କର ମନ ମଧ୍ୟ ଭ୍ରମିତ ହୋଇପାରେ ଆଉ ଆପଣ ଆପଣଙ୍କର ପାର୍ଟନରଙ୍କ ଉପରେ କୌଣସି କଥାକୁ ନେଇ ସନ୍ଦେହ କରିପାରନ୍ତି, ଡାଉଟ୍ ମଧ୍ୟ କରିପାରନ୍ତି, ଯାହାଫଳରେ ଆପଣ ଦୁହିଁଙ୍କ ମଧ୍ୟରେ ମିସ୍ଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ୍ ହୋଇପାରେ ଏବଂ ଆପଣ ଦୁଇ ଜଣଙ୍କ ମଧ୍ୟରେ ତାଳମେଳ ଠିକ୍ ରହିନପାରେ ଏବଂ ଏହା ସହିତ ଆପଣ ଦୁହିଁଙ୍କ ମଧ୍ୟରେ କଳି ଝଗଡ଼ା ଭଳି ପରିସ୍ଥିତି ମଧ୍ୟ ଉପୁଜିପାରେ। ଏଥିପ୍ରତି ଆପଣ ଟିକେ ଧ୍ୟାନ ଦେବେ।
ଆପଣଙ୍କର ପ୍ରେମ ଜୀବନରେ 2 ଦିନ ଭଲ ଚାଲିଥିଲେ ମଧ୍ୟ 3 ଦିନ ବେଳକୁ କୌଣସି ନା କୌଣସି ସମସ୍ୟା ଆପଣଙ୍କର ନିଶ୍ଚିନ୍ତ ରୂପରେ ଉପୁଜିପାରେ। ଯେଉଁଦିନ ଆପଣଙ୍କର ରାହୁଦେବ ଆପଣଙ୍କ କୁଣ୍ଡଳୀର ପଞ୍ଚମ ଭାବକୁ ଛାଡ଼ି ଚତୁର୍ଥ ଭାବକୁ ଚଳନ କରିବେ, ତେବେ ସେହି ଦିନଠାରୁ ଆପଣଙ୍କ ପ୍ରେମ ଜୀବନରେ ପୁଣି ଥରେ ଖୁସି ଫେରିଆସିବ। ଯଦି ଆପଣଙ୍କର ବ୍ରେକଅପ୍ ଆଦି ହୋଇଯାଇଥାଏ, ତେବେ ଆପଣଙ୍କର ପ୍ୟାଚଅପ୍ ଆଦି ମଧ୍ୟ ହୋଇପାରେ। ତେବେ ଏଥିପାଇଁ ଆପଣ ଭିଡ଼ିଓ ଶେଷରେ କୁହାଯାଉଥିବା ଉପାୟକୁ ଅବଶ୍ୟ ଅବଲମ୍ବନ କରନ୍ତୁ। ଏବେ ଚାଲନ୍ତୁ ଜାଣିବା ଆପଣଙ୍କର ବୈବାହିକ ଜୀବନ କିପରି ରହିବ ଏହି ଅକ୍ଟୋବର ମାସ 2024ରେ। ବନ୍ଧୁଗଣ, ଆପଣଙ୍କ କୁଣ୍ଡଳୀର ସପ୍ତମ ଭାବଟି ହୋଇଥାଏ ଆପଣଙ୍କର ବୈବାହିକ ଜୀବନର ଭାବ। ଆଉ ଆପଣଙ୍କ କୁଣ୍ଡଳୀର ସପ୍ତମ ଭାବର ଅଧିପତି ହେଉଛନ୍ତି ଶୁକ୍ର, ଏବଂ ଶୁକ୍ର ଆପଣଙ୍କର ଦ୍ୱାଦଶ ଭାବରେ ବିରାଜମାନ ଅଛନ୍ତି। ଏହା ସହିତ ମଧ୍ୟ ଆପଣଙ୍କର ସପ୍ତମ ଭାବରେ ବୃହସ୍ପତି ବିରାଜମାନ ଅଛନ୍ତି। ଏହି ମାସରେ ଆପଣଙ୍କର ବୈବାହିକ ଜୀବନ ବହୁତ ଅଧିକ ଭଲ ରହିବା ପାଇଁ ଯାଉଅଛି, କାହିଁକିନା ବୃହସ୍ପତି ହେଉଛନ୍ତି ବୈବାହିକ ଜୀବନର କାରକ ଗ୍ରହ ଏବଂ ଶୁକ୍ର ମଧ୍ୟ ଆପଣଙ୍କର ଦ୍ୱାଦଶ ଭାବରେ ବହୁତ ବଳବାନ ସ୍ଥିତିରେ ରହିଛନ୍ତି। ଶୁକ୍ର ଆପଣଙ୍କର ନିଜ ରାଶିରେ ଅଛନ୍ତି। ଏହି ମାସରେ ଆପଣଙ୍କର ବୈବାହିକ ଜୀବନରେ ସୁଖ ଫେରିଆସିବ ଏବଂ ଆପଣ 2 ଜଣଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇବ। ଏହା ସହିତ ମଧ୍ୟ ଆପଣ 2 ଜଣ ମିଶି କୌଣସି ବଡ଼ ଡିସିସନ୍ ମଧ୍ୟ ନେଇପାରନ୍ତି ଏବଂ ଆପଣ 2 ଜଣ ମିଶି ମଧ୍ୟ ଫ୍ୟାମିଲି ପ୍ଲାନିଂ କରିପାରନ୍ତି। ଏବଂ ଯେଉଁ ବ୍ୟକ୍ତିବିଶେଷମାନେ ସନ୍ତାନର କାମନା ରଖୁଥିଲେ ସେମାନଙ୍କୁ ମଧ୍ୟ ସନ୍ତାନର ସୁଖ ପ୍ରାପ୍ତି ହୋଇପାରିବ। ଏହା ସହିତ ଆପଣଙ୍କର ଲାଇଫ୍ ପାର୍ଟନରଙ୍କର କ୍ୟାରିୟରରେ ମଧ୍ୟ କେତେଗୁଡ଼ିଏ ଗ୍ରୋଥ୍ ଦେଖାଦେବ ଏବଂ ଯଦି ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ୍ କମଜୋର ଥିଲା, ତେବେ ତାହା ମଧ୍ୟ ଆପଣଙ୍କର ବୃଦ୍ଧି ପାଇବାରେ ଲାଗିବ। ତେବେ ମୋଟାମୋଟି ରୂପରେ ଦେଖିବାକୁ ଗଲେ ଏହି ମାସରେ ଆପଣଙ୍କର ବୈବାହିକ ଜୀବନ ବହୁତ ଭଲ ରହିବା ପାଇଁ ଯାଉଅଛି। ପୂର୍ବରୁ ଯଦି ଆପଣଙ୍କର ବୈବାହିକ ଜୀବନରେ କେତେଗୁଡ଼ିଏ ସମସ୍ୟା ସବୁ ଚାଲି ଆସୁଥିଲା, ତେବେ ସେଥିରେ ମଧ୍ୟ ଆପଣଙ୍କର ସୁଧାର ଦେଖାଦେବ। ଏବେ ଚାଲନ୍ତୁ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଆପଣଙ୍କର ଭାଗ୍ୟ, କ୍ୟାରିୟର, ବେପାର ବାଣିଜ୍ୟର ସ୍ଥିତି କିପରି ରହିବ ଏହି ଚଳିତ ବର୍ଷ 2024ର ଅକ୍ଟୋବର ମାସରେ। ବନ୍ଧୁଗଣ, ନବମ ଭାବଟି ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ ଏବଂ ଆପଣଙ୍କ କୁଣ୍ଡଳୀର ଦଶମ ଭାବଟି ହୋଇଥାଏ ଆପଣଙ୍କର କ୍ୟାରିୟରର ଭାବ। ଆଉ ଆପଣଙ୍କର ନବମ ଭାବର ଅଧିପତି ହେଉଛନ୍ତି ଚନ୍ଦ୍ରମା, ଯିଏକି ପ୍ରତ୍ୟେକ 2 ଦିନର ଥରେ ତାଙ୍କର ରାଶି ପରିବର୍ତ୍ତନ କରିଥାନ୍ତି। ଦେଖନ୍ତୁ, ଆପଣଙ୍କ ଭାଗ୍ୟ ଭାବର ସ୍ୱାମୀ ଚନ୍ଦ୍ରମା ଅଟନ୍ତି ଏବଂ ଆପଣଙ୍କର କ୍ୟାରିୟର ଭାବର ସ୍ୱାମୀ ସୂର୍ଯ୍ୟ ଅଟନ୍ତି। ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଏହି ଅକ୍ଟୋବର ମାସରେ ନିଚସ୍ତ ହେବେ ଏବଂ ମଙ୍ଗଳ ଆପଣଙ୍କର ଅଷ୍ଟମରେ ଅଛନ୍ତି। ଏହି ମାସରେ ଆପଣଙ୍କର ଭାଗ୍ୟ ମିଶ୍ରିତ ଫଳ ପ୍ରଦାନ କରିବ। ଏହି ମାସଟି ଆପଣଙ୍କ ପାଇଁ ଏତେ ଭଲ ନାହିଁ, ସେଥିପାଇଁ ଆପଣ ଏହି ମାସରେ କୌଣସି ବି ବଡ଼ ଡିସିସନ୍ ନିଅନ୍ତୁ ନାହିଁ। କୌଣସି ବଡ଼ କାର୍ଯ୍ୟର ଆପଣ ଆରମ୍ଭ କରନ୍ତୁ ନାହିଁ। ଯଦି ଆପଣ କୌଣସି ପ୍ରକାରର ଶୁଭ ମାଙ୍ଗଳିକ କାର୍ଯ୍ୟ କିମ୍ବା କୌଣସି ବଡ଼ କାର୍ଯ୍ୟର ଆୟୋଜନ ଆପଣ କରିବା ପାଇଁ ଯାଉଛନ୍ତି, ତାହେଲେ ଆପଣ ଏହି ଅକ୍ଟୋବର ମାସ ଛଡ଼ା ଆପଣ ନଭେମ୍ବର ମାସରେ କରନ୍ତୁ। ଆପଣଙ୍କ ପାଇଁ ଏହି ମାସଟି ବହୁତ ଶୁଭ ରହିବ। ହେଲେ ଆପଣ କଦାପି ବି ଏହି ଅକ୍ଟୋବର ମାସରେ କୌଣସି ପ୍ରକାରର ବଡ଼ ଡିସିସନ୍ ନିଅନ୍ତୁ ନାହିଁ। ଆପଣ ଏହି ମାସର ପରେ ଅର୍ଥାତ୍ ନଭେମ୍ବର କିମ୍ବା ଡିସେମ୍ବର ମାସରେ କୌଣସି ବଡ଼ ଡିସିସନ୍ ନେବେ। କୌଣସି ବଡ଼ ଇନଭେଷ୍ଟମେଣ୍ଟ ମଧ୍ୟ ଆପଣ କରିପାରିବେ। କ୍ୟାରିୟରର ଯଦି ଆମେ କଥା ହେବା, ତେବେ ଆପଣଙ୍କ କୁଣ୍ଡଳୀର ଦଶମ ଭାବ ହୋଇଥାଏ କ୍ୟାରିୟରର ଭାବ ଏବଂ ଆପଣଙ୍କ କ୍ୟାରିୟରର ଭାବର ଅଧିପତି ହେଉଛନ୍ତି ସୂର୍ଯ୍ୟ, ଯିଏକି ଆପଣଙ୍କର ଏକାଦଶ ଭାବରେ ବିରାଜମାନ ଅଛନ୍ତି। ଦେଖନ୍ତୁ, ସୂର୍ଯ୍ୟ ଆପଣଙ୍କର ଦ୍ୱାଦଶ ଭାବକୁ ଚଳନ କରିବେ, ନିଚସ୍ତ ହେବେ 17 ଅକ୍ଟୋବରକୁ ଏବଂ 17 ଅକ୍ଟୋବର ପୂର୍ବରୁ ଆପଣଙ୍କର କ୍ୟାରିୟର ବହୁତ ଭଲ ରହୁଅଛି, କାହିଁକିନା ଏକାଦଶ ଭାବ ଆପଣଙ୍କର ଇଚ୍ଛା ଏବଂ ପୂର୍ତ୍ତିର ଭାବ ହୋଇଥାଏ, ଆପଣଙ୍କର ଲାଭର ଭାବ ହୋଇଥାଏ। ଏହି ସମୟରେ ଆପଣଙ୍କର କୌଣସି ଗୋଟିଏ ବଡ଼ ଇଚ୍ଛା ପୂର୍ଣ୍ଣ ହୋଇପାରେ ଏବଂ ଆପଣଙ୍କୁ 4 ଦିଗରୁ ଲାଭ ମଧ୍ୟ ପ୍ରାପ୍ତି ହୋଇପାରେ। ବୁଧ ଏବଂ ସୂର୍ଯ୍ୟ ଆପଣଙ୍କର ବୁଧାଦିତ୍ୟ ରାଜଯୋଗର ନିର୍ମାଣ କରୁଛନ୍ତି। ତେବେ ଏହି ସମୟରେ ଆପଣଙ୍କର କ୍ୟାରିୟର ବହୁତ ଭଲ ଅଛି 17 ଅକ୍ଟୋବର ପର୍ଯ୍ୟନ୍ତ। ଏହି ସମୟରେ ଆପଣଙ୍କର ପ୍ରମୋସନ୍ ହେବାର ମଧ୍ୟ ଯୋଗ ବନୁଅଛି ଏବଂ ଯେଉଁମାନଙ୍କ ପାଖରେ କୌଣସି ପ୍ରକାରର ଚାକିରି ବାକିରି ନାହିଁ, ସେମାନଙ୍କୁ ମଧ୍ୟ ଚାକିରି ପ୍ରାପ୍ତି ହେବାର ଯୋଗ ମଧ୍ୟ ସୃଷ୍ଟି ହେଉଅଛି। ଅଫିସରେ ଆପଣଙ୍କ ଉପର ଅଫିସରମାନଙ୍କର ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ସରକାରୀ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ବିଶେଷ ଲାଭ ମଧ୍ୟ ପ୍ରାପ୍ତି ହେବ। ସମାଜରେ ମଧ୍ୟ ଆପଣଙ୍କୁ ବିଶେଷ ମାନ ସମ୍ମାନ ପ୍ରାପ୍ତି ହେବ ଏବଂ ଆପଣଙ୍କର ମାନ ପ୍ରତିଷ୍ଠା ମଧ୍ୟ ବଢ଼ିବ। ହେଲେ 17 ଅକ୍ଟୋବର ପରେ ଆପଣଙ୍କ କ୍ୟାରିୟରରେ ଟିକିଏ ସମସ୍ୟା ଦେଖାଦେଇପାରେ। ଆପଣଙ୍କର କୌଣସି ପ୍ରକାରର ଲସ୍ ମଧ୍ୟ ହୋଇପାରେ, ତାହା ଫାଇନାନ୍ସିଆଲ ଲସ୍ ହେଉ କିମ୍ବା କୌଣସି ଜିନିଷକୁ ନେଇ ଆପଣଙ୍କର ଲସ୍ ମଧ୍ୟ ହୋଇପାରେ। ଏଥିପ୍ରତି ଆପଣ ଟିକିଏ ବିଶେଷ ଧ୍ୟାନ ଦେବେ। ଏବେ ଚାଲନ୍ତୁ ଜାଣିବା କେତେଗୁଡ଼ିଏ ଉପାୟ ସମ୍ପର୍କରେ, ଯାହା କିଛି ଆପଣଙ୍କର ସମସ୍ୟା ରହୁଅଛି ଏହି ମାସରେ। ଯଦି ଆପଣ ଏହି ଉପାୟ ଗୁଡ଼ିକୁ କରୁଛନ୍ତି ବା ଏହି ପ୍ରତିକାର ଗୁଡ଼ିକୁ କରୁଛନ୍ତି, ତେବେ ଆପଣଙ୍କର ସେହି ସମସ୍ୟା ଗୁଡ଼ିକ ନିଶ୍ଚୟ ରୂପରେ ଦୂର ହୋଇପାରିବ।
सर्वप्रथमे तो आपण एही मासरे राहुंकर उपाय अवश्य करंतु। राहुंक पई आपण बही जाउतबा नदी रे जेउ नदी रे जल प्रवाहित हेउतबो सेही नदी रे गोटे नड़िया बसाई दियंतु। एहा द्वारा आपणको अनेक प्रकार शुभ फल प्राप्ति हेबो। कुकुर एवं पारा मानकु किछि खाइबा पई दियंतु। एहा द्वारा मध्य आपणको शुभ फल प्राप्ति हेबो। एवं प्रत्येक दिन आपण संध्यारे हनुमान चालीसार पाठ करंतु। एवं आपण प्रभु हनुमानंकु मध्य सिंदूर अर्पण करंतु। एवं उदित सूर्य को आपण जलार्घ्य अर्पण करंतु। एहा द्वारा शुभ फल प्राप्ति हेबो। तेबे बंधुगण आज भिडियोटी को आपण माने लाइक करंतु एवं तले आसुथबा कमेंट बॉक्स रे जय माता लक्ष्मी जय श्री जगन्नाथ अवश्य लिखंतु। एवं एही भली प्रत्येक दिन वीडियो देखिबा पई हमर एही चैनल टी को सब्सक्राइब करी पाखरे आसुथबा बेल रो आइकन टी को मध्य प्रेस करि नियंतु। तेबे जदि आपणकर बिच्छा राशि न होई अन्य कोनोसी राशि होइताय ताहेले आपण हमर चैनल ऊपर क्लिक करी आपणकर राशि चयन करी वीडियोटी देखि नियंतु। जहा द्वारा आपण माने मध्य जानि पारिबे आपणकर एही अक्टोबर मासटी किपरि कटिबो एवं एही अक्टोबर मासरे आपणकर भाग्य भविष्यत संपर्क रे आपण माने मध्य जानि पारिबे। तेबे बंधुगण आजिर भिडियोटी को एठी रखुची। पुणी कथा हेबा आउ एक नूतन भिडियो माध्यम रे। धन्यवाद। जय जगन्नाथ।